नमस्कार मु आपण समस्त को ओडिया एकेडमी को स्वागत जनाऊँगी। गत क्लास रे आमे रीति साहित्यर 50 प्रश्न और तार उत्तर विषय रे आलोचना करथिले। एबे आमे यार आगो को आलोचना करिबा। 51 नंबर प्रश्न, सर्वांग सुंदरी काव्यर स्रष्टा किए? उत्तर, सर्वांग सुंदरी काव्यर स्रष्टा लोकनाथ विद्याधर। 52 नंबर प्रश्न, प्रबंध पूर्णचंद्र काव्यर रचयिता किए? उत्तर, प्रबंध पूर्णचंद्र काव्यर रचयिता जदुमणि। 53 नंबर प्रश्न, घेन नैषध पराये क्यों काव्य उद्देश्य रे यह कहा जाइछि? घेन नैषध पराये यह कोटि ब्रह्मांड सुंदरी काव्यर उद्देश्य रे कहा जाइछि। 54 नंबर प्रश्न, थका मन चाल जीवा चका नयन देखिबा एही पदटी रचयिता किए? एही पदटीर रचयिता सारियाविक। 55 नंबर प्रश्न, पांचाली और गौड़ी रीतिर सम्मिश्रण रे क्यों रीतिर सृष्टि? पांचाली और गौड़ी रीतिर सम्मिश्रण रे लाटी रीतिर सृष्टि। 56 नंबर प्रश्न, ओडिया रीति साहित्यर आदि प्रवक्ता किए? ओडिया रीति साहित्यर आदि प्रवक्ता हेउचंती धनंजय भंज। काव्य नायिका मानंको केते भाग रे विभक्त करा जाइछि? काव्य नायिका मानंको 8 भाग रे विभक्त करा जाइछि। 8 भाग रे विभक्त करा जाइछि। जगन्नाथ हो किछि मागु नाही तते जणार रचयिता किए? जगन्नाथ हो किछि मागु नाही तते जणार रचयिता हेउचंती बनमाली दास। 59 नंबर प्रश्न, क अक्षर नियम रे रचित कवि दीनकृष्ण दास का काव्यर नाम कौन? क अक्षर नियम रे रचित कवि दीनकृष्ण दास का काव्यर नाम हैला रस कल्लोल। कर साधुजन माने मन को एक कर धीरे ध्यान नीलाचल नायक क्यों ग्रंथरु आनीत? यह रस कल्लोल ग्रंथर प्रथम छांदरु आनीत। 61 नंबर प्रश्न, रसकल्लोल रे वर्षा ऋतु वर्णना केउ छांदरे रहिछि? रसकल्लोल रे वर्षा ऋतुर वर्णना 16 छांदरे रहिछि। कवि जाकरे मूर्ख को स्तुति पंक्तिटी रे मूर्ख काहाको कहा जाइछि? इठारे मूर्ख राजांको कहा जाइछि। 63 नंबर प्रश्न, कवि दीनकृष्ण आर्तत्राण चौतीसा केउठारे गान करुथुले? कवि दीनकृष्ण आर्तत्राण चौतीसा जगन्नाथଙ୍କ सम्मुखरे गान करुथुले। 64 नंबर प्रश्न, आशार समघन काल हेला उदय असित परबलरु द्वर समय एथिरे केतोटी ऋतु वर्णना रहिछि? एथिरे 3टी ऋतुर वर्णना रहिछि, ग्रीष्म वर्षा आउ शीत। विदग्ध चिंतामणि काव्यर स्रष्टा किए? विदग्ध चिंतामणि काव्यर स्रष्टा अभिमन्यु सामंत सिंहार। अभिमन्यु सामंत सिंहारଙ୍କ गुरु किए? अभिमन्यु सामंत सिंहारଙ୍କ गुरु सच्चिदानंद कवि सूर्य ब्रह्मा।
ବାଘ ଗୀତ ଓ ଚଢ଼ାଇ ଗୀତ କେଉଁ କବିଙ୍କ ଆଦ୍ୟ ରଚନା? ବାଘ ଗୀତ ଓ ଚଢ଼ାଇ ଗୀତ ଅଭିମନ୍ୟୁ ସାମନ୍ତସିଂହାରଙ୍କ ଆଦ୍ୟ ରଚନା। ଧୀରେ ଘେନ କାନନରେ କୃଷ୍ଣ ବିଲମ୍ବିତ କେଉଁ କାବ୍ୟରୁ ଆନିତ? ଏହା ବିଦଗ୍ଧ ଚିନ୍ତାମଣି କାବ୍ୟରୁ ଆନିତ। ବିଦଗ୍ଧ ଚିନ୍ତାମଣି କାବ୍ୟର ପ୍ରଥମ ଛାନ୍ଦ କେଉଁ ବର୍ଣ୍ଣ ନିୟମରେ ରଚିତ? ବିଦଗ୍ଧ ଚିନ୍ତାମଣି କାବ୍ୟର ପ୍ରଥମ ଛାନ୍ଦ 50 ବର୍ଣ୍ଣ ନିୟମରେ ରଚିତ। ଉପେନ୍ଦ୍ର ଭଞ୍ଜ କେଉଁ କାବ୍ୟରେ ତାଙ୍କ ରଚିତ କାବ୍ୟର ସୂଚନା ଦେଇଛନ୍ତି? ଉପେନ୍ଦ୍ର ଭଞ୍ଜ ଚିତ୍ରକାବ୍ୟ ବନ୍ଧୁଦ୍ୱୟ ଗ୍ରନ୍ଥରେ ତାଙ୍କ ରଚିତ କାବ୍ୟର ସୂଚନା ଦେଇଛନ୍ତି। 71 নম্বର ପ୍ରଶ୍ନ ଚଉତିଶାର ରଚନା ଶୈଳୀ କିପରି? ଚଉତିଶାର ରଚନା ଶୈଳୀ ବ୍ୟଞ୍ଜନ ବର୍ଣ୍ଣାନୁକ୍ରମୀ। ଜ୍ଞାନ ଚୂଡ଼ାମଣି ଗ୍ରନ୍ଥର କବି କିଏ? ଜ୍ଞାନ ଚୂଡ଼ାମଣି ଗ୍ରନ୍ଥର କବି ହେଉଛନ୍ତି ଭଉଁରୀ ଦାସ। ଲାବଣ୍ୟବତୀ କାବ୍ୟରେ କେତୋଟି ଛାନ୍ଦ ରହିଛି? ଲାବଣ୍ୟବତୀ କାବ୍ୟରେ 48ଟି ଛାନ୍ଦ ରହିଛି। 74 নম্বର ପ୍ରଶ୍ନ ଉପେନ୍ଦ୍ର ଭଞ୍ଜଙ୍କ କଲା କୌତୁକରେ କେଉଁମାନଙ୍କର ଲୀଳା ବର୍ଣ୍ଣନା କରାଯାଇଛି? ଉପେନ୍ଦ୍ର ଭଞ୍ଜଙ୍କ କଲା କୌତୁକରେ କୃଷ୍ଣ ଚନ୍ଦ୍ରାବଳୀଙ୍କ ଲୀଳା ବର୍ଣ୍ଣନା କରାଯାଇଛି। ଇତ୍ୟର୍ଷ କାବ୍ୟର ଉଲ୍ଲେଖ କେଉଁ ଗ୍ରନ୍ଥର ପ୍ରତ୍ୟେକ ସର୍ଗ ସମାପ୍ତିରେ ଦେଖିବାକୁ ମିଳେ? ବାଲ୍ମୀକିକୃତ ରାମାୟଣ ଗ୍ରନ୍ଥର ପ୍ରତ୍ୟେକ ସର୍ଗ ସମାପ୍ତି ପରେ ଦେଖିବାକୁ ମିଳେ। କୃଷ୍ଣସିଂହ କେଉଁ ରାଜବଂଶ ସହିତ ସମ୍ପୃକ୍ତ? କୃଷ୍ଣସିଂହ ଧରାକୋଟ ରାଜବଂଶ ସହିତ ସମ୍ପୃକ୍ତ। ହାସ୍ୟକଲ୍ଲୋଳ ଗ୍ରନ୍ଥର ସ୍ରଷ୍ଟା କିଏ? ହାସ୍ୟକଲ୍ଲୋଳ ଗ୍ରନ୍ଥର ସ୍ରଷ୍ଟା କବି ସୂର୍ଯ୍ୟ ବଳଦେବ ରଥ। ଗୋପୀନାଥ ବଲ୍ଲଭ ନାଟକର ଲେଖକ କିଏ? ଗୋପୀନାଥ ବଲ୍ଲଭ ନାଟକର ଲେଖକ ହେଉଛନ୍ତି ରଘୁନାଥ ପରିଚ୍ଛା। ପ୍ରେମ ପଞ୍ଚାମୃତ ଗ୍ରନ୍ଥର ରଚୟିତା କିଏ? ପ୍ରେମ ପଞ୍ଚାମୃତ ଗ୍ରନ୍ଥର ରଚୟିତା ଭୂପତି ପଣ୍ଡିତ। 80 নম্বର ପ୍ରଶ୍ନ ନୀଳାଦ୍ରି ମହୋତ୍ସବ କାବ୍ୟର ସ୍ରଷ୍ଟା କିଏ? ନୀଳାଦ୍ରି ମହୋତ୍ସବ କାବ୍ୟର ସ୍ରଷ୍ଟା ହେଉଛନ୍ତି ଲୋକନାଥ ବିଦ୍ୟାଧର। ମଥୁରା ମଙ୍ଗଳ କେଉଁ ଓଡ଼ିଆ ମହାପୁରାଣ ଅନୁସରଣରେ ରଚିତ? ଉତ୍ତର ମଥୁରା ମଙ୍ଗଳ ଭାଗବତ ଓଡ଼ିଆ ମହାପୁରାଣ ଅନୁସରଣରେ ରଚିତ। 82 নম্বର ପ୍ରଶ୍ନ ଶର୍ମିଷ୍ଠା କେଉଁ ମହାପୁରାଣ ଅନୁସରଣରେ ରଚିତ? ଶର୍ମିଷ୍ଠା ମହାଭାରତ ମହାପୁରାଣ ଅନୁସରଣରେ ରଚିତ। 83 নম্বର ପ୍ରଶ୍ନ ବକ୍ରୋତି ସମ୍ପ୍ରଦାୟର ପ୍ରବର୍ତ୍ତକ କିଏ? ବକ୍ରୋତି ସମ୍ପ୍ରଦାୟର ପ୍ରବର୍ତ୍ତକ କୁନ୍ତକ। 84 নম্বର ପ୍ରଶ୍ନ ସରୋଷ୍ଠକ ନିରୋଷ୍ଠକ କାବ୍ୟ ରଚନା କେଉଁ ଉପାଦାନର ଶ୍ରେଣୀଭୁକ୍ତ? ସରୋଷ୍ଠକ ନିରୋଷ୍ଠକ କାବ୍ୟ ରଚନା ଅଲଙ୍କାର ଉପାଦାନର ଶ୍ରେଣୀଭୁକ୍ତ। କବି ନରସିଂହ ସେନ ଅନ୍ୟ କେଉଁ ନାମରେ ବିଖ୍ୟାତ? କବି ନରସିଂହ ସେନ ରସିକ ବନ୍ଧୁ ନାମରେ ବିଖ୍ୟାତ। ଏମନ୍ତ ଭୂଇଁ ଚାକୁଣ୍ଡା ବୁଣିଲେ ଉଠଇ ନାହିଁ ଏହା କାହାର ରଚନା? ଏହା କବି ଯଦୁମଣିଙ୍କ ରଚନା। ବୈଦର୍ଭୀ ରୀତି କେଉଁ ରସର ଅନୁକୂଳ? ବୈଦର୍ଭୀ ରୀତି ଶୃଙ୍ଗାର ରସର ଅନୁକୂଳ। କେଶବ କୋଇଲିର ତାତ୍ତ୍ୱିକ ବ୍ୟାଖ୍ୟା ଗ୍ରନ୍ଥର ନାମ କ'ଣ? କେଶବ କୋଇଲିର ତାତ୍ତ୍ୱିକ ବ୍ୟାଖ୍ୟା ଗ୍ରନ୍ଥର ନାମ ହେଲା ଅର୍ଥକୋଇଲି। ତପତା ଅକଥନୀୟ ଦିବ୍ୟ ନାରୀ ଶ୍ରଦ୍ଧେ ପଞ୍ଚାଗ୍ନି ସ୍ଥାପନ କରେ
ତପ ଋତୁ ମଧ୍ୟ ଏହା କାହା ଉଦ୍ଦେଶ୍ୟରେ କୁହାଯାଇଛି? ଏହା ପ୍ରଭାକରଙ୍କ ଉଦ୍ଦେଶ୍ୟରେ କୁହାଯାଇଛି ଲାବଣ୍ୟବତୀ କାବ୍ୟରେ। ଓଲଟ ଚଉତିଶାର ମୌଳିକ ଧର୍ମ କ'ଣ? ବ୍ୟଞ୍ଜନ ବର୍ଣ୍ଣର ବିଲୋମ କର୍ମରେ ରଚିତ। ଖ ଠାରୁ କ ଯାଏ। 91 ନମ୍ବର ପ୍ରଶ୍ନ। ସର୍ପଜନନରେ ସର୍ପ ଓ କାହା ମଧ୍ୟରେ ଅଭେଦ ତତ୍ତ୍ୱ ଦର୍ଶାଯାଇଛି? ସର୍ପଜନନରେ ସର୍ପ ଓ ଜଗନ୍ନାଥଙ୍କ ମଧ୍ୟରେ ଅଭେଦ ତତ୍ତ୍ୱ ଦର୍ଶାଯାଇଛି। 10 ପୋଇର ସମୁଦାୟ ପାଦ ସଂଖ୍ୟା କେତେ? 10 ପୋଇର ସମୁଦାୟ ପାଦ ସଂଖ୍ୟା 100। ଚାହିଁ କୁମର କାତର ଲେଖି ଆରମ୍ଭିଲା ବସି ବିନୟ ପତର କେଉଁ କାବ୍ୟରୁ ଆନିତ? ଏହା ପ୍ରେମ ସୁଧାନିଧି କାବ୍ୟରୁ ଆନିତ। 94 ନମ୍ବର ପ୍ରଶ୍ନ। ଚତୁର ବିନୋଦର ଲେଖକ କିଏ? ଚତୁର ବିନୋଦର ଲେଖକ ବଜ୍ରନାଥ ବଡ଼ଜେନା। 95 ନମ୍ବର ପ୍ରଶ୍ନ। ଚତୁର ବିନୋଦରେ କେଉଁ କେଉଁ ବିନୋଦ ରହିଛି? ଚତୁର ବିନୋଦରେ ହାସ, ରସ, ନୀତି, ପ୍ରୀତି ବିନୋଦ ରହିଛି। 96 ନମ୍ବର ପ୍ରଶ୍ନ। ଅଭିନବ ଚୈତନ୍ୟ କେଉଁ ଗ୍ରନ୍ଥର ଚରିତ? ଅଭିନବ ଚୈତନ୍ୟ ଚତୁର ବିନୋଦ ଗ୍ରନ୍ଥର ଚରିତ୍ର। ରସକଲ୍ଲୋଳ ସମ୍ପର୍କରେ କେଉଁ ବିଦୁଷୀ ପ୍ରଥମେ ଆଲୋଚନା କରିଥିଲେ? ରସକଲ୍ଲୋଳ ସମ୍ପର୍କରେ ଜନ୍ ବିମ୍ସ ବିଦେଶୀ ପ୍ରଥମେ ଆଲୋଚନା କରିଥିଲେ। 98 ନମ୍ବର ପ୍ରଶ୍ନ। ଭରତଙ୍କ ନାଟ୍ୟଶାସ୍ତ୍ରର ଟୀକା ଗ୍ରନ୍ଥର ନାମ କ'ଣ? ଭରତଙ୍କ ନାଟ୍ୟଶାସ୍ତ୍ରର ଟୀକା ଗ୍ରନ୍ଥର ନାମ ଅଭିନବ ଭାରତୀ। ଐଚିତ୍ର୍ୟ ସମ୍ପ୍ରଦାୟର ମୁଖ୍ୟ ପ୍ରବକ୍ତା କିଏ? ଐଚିତ୍ର୍ୟ ସମ୍ପ୍ରଦାୟର ମୁଖ୍ୟ ପ୍ରବକ୍ତା ହେଉଛନ୍ତି କ୍ଷେମେନ୍ଦ୍ର। 100 ନମ୍ବର ପ୍ରଶ୍ନ। ବିଶିଷ୍ଟ ପଦ ସଂଘଟନାକୁ ରୀତି ବୋଲି କିଏ କହିଥିଲେ? ବିଶିଷ୍ଟ ପଦ ସଂଘଟନାକୁ ରୀତି ବୋଲି ବାମନ କହିଥିଲେ। 'ନମସ୍କାର। ଯଦି ଭିଡ଼ିଓଟି ଭଲ ଲାଗିଥାଏ ତାହେଲେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ଏବଂ ଭିଡ଼ିଓଟିକୁ ଲାଇକ୍ କରିବାକୁ ଜମାରୁ ଭୁଲିବେ ନାହିଁ।